ସାଙ୍ଗମାନେ ଆଜି ଚାଲନ୍ତୁ ଟିକେ ଶୁଖୁଆ ପାଗ କରିବା, ମାନେ ଶୁଖୁଆ ପୋଡ଼ା ପାଗ। ମୁଁ ଏଠି କିଛି ଅଲଣା ଶୁଖୁଆ ନେଇଛି, ତାପରେ ତାକୁ ପୋଡ଼ିକି ନେଇ ଆସିଛି। ଏବେ ଚାଲନ୍ତୁ ତାର ପାଗଟା ବନେଇବା। ପାଗ ମାନେ ଦେଶୀ ଟମାଟୋ ନେବେ, ଯଦି ଦେଶୀ ଟମାଟୋ ନଥିବ ହାଇବ୍ରିଡ଼ ଟମାଟୋ ଥିବ ତାହେଲେ ତାକୁ ପୋଡ଼ିଦେବେ। ମୁଁ ଏଠି ଦେଶୀ ଟମାଟୋ ନେଇଛି, ଦେଶୀ ଟମାଟୋ ଟିକେ ଖଟା ଖଟା ଅଂଶ ଆସିବ। ତା ସହିତ ଗୋଟେ ପିଆଜ କାଟି ନେଇଛି, ଆଉ ନେଇଛି ଫାଳେ ଲେମ୍ବୁ, ଆଉ ଗୋଟେ କଞ୍ଚା ଲଙ୍କା, ତା ସହିତ ଗୋଟେ ଚାମଚ ସୋରିଷ ତେଲ ପକାଇ ସାରିଲା ପରେ ଲେମ୍ବୁକୁ ଚୁପୁଡ଼ି ନେବେ। ଚୁପୁଡ଼ି ସାରିଲା ପରେ ଲଙ୍କାକୁ ଆଉ ଟମାଟୋକୁ ଭଲ ଭାବେ ଚକଟି ନେବେ। ଏଇଟା ଯେହେତୁ ଦେଶୀ ଟମାଟୋଟା, ତାକୁ ଚକଟିଲା ପରେ ପୁରା ପାଣି ଭଳିଆ ପ୍ଲେନ୍ ହେଇଯିବ। କ'ଣ ପାଇଁ କହିଲେ, ମୁଁ ଯଦି ହାଇବ୍ରିଡ଼ ଟମାଟୋ ହେଇଥାନ୍ତା ତାହେଲେ ଆମେ ତାକୁ ପୋଡ଼ିଥାନ୍ତା, ସେ ଚକଟିଲା ବେଳେ ପୁରା ମିଶି ନଥାନ୍ତା। ଦେଶୀ ଟମାଟୋ ସହିତ ଶୁଖୁଆ ସବୁକୁ ପୁରା ଭଲ ଭାବେ ଚକଟି ଦେବେ। ପଖାଳ ପୁରା ବାଡ଼େଇ ଦେବେ। ପୁରା ଦିନ ସାରା ପଖାଳ ଖାଇକି ଶୋଇପଡ଼ିବା, ଉଠିବାକୁ ଇଚ୍ଛା ହେବନି। ଦୁନିଆରେ ଯଦି ସବୁଠୁ ପଖାଳ ସହିତ କିଛି ବେଷ୍ଟ କମ୍ବିନେସନ୍ ଥାଏ, ମୋତେ ଲାଗେ ଏଇଟା ପଖାଳକୁ ଶୁଖୁଆ ଦଳା ପାଗ। ପଖାଳ ପାଖରେ ଯଦି ଏଇଟା ଥିବ ତାହେଲେ ୟା ସହିତ ଆଉ କିଛି ବି ଆଇଟମ୍ ଆବଶ୍ୟକ ନାହିଁ। ଆପଣ ଏଇ ଗୋଟେ ଆଇଟମ୍ ଲଗେଇକି ବେଲେ ପଖାଳ ଖାଇଦେବେ। ଆପଣଙ୍କୁ ଶୁଖୁଆ କେମିତି ଲାଗେ ମୁଁ ଜାଣିନି, କିନ୍ତୁ ମୋର ବହୁତ ପସନ୍ଦ। ଚାଲନ୍ତୁ ଆଜି ପଖାଳ ଶୁଖୁଆ ପାଗକୁ ଲଗେଇକି ପୁରା ମନ ଭରିକି ପଖାଳ ଖାଇବା। ଆଜିର ଶୁଖୁଆ ପୋଡ଼ା ପାଗକୁ ଦେଖି ଭାବିଲି ବେଲେ ଖଣ୍ଡୁ ପଖାଳ ଖାଇଦେବି। ଦେଖିଲା ଆଉ ସତରେ ଖାଇପାରିଲେନି। ଯାହା ଯେତିକି ଖାଇଲି ମନ ପୁରା ଶାନ୍ତି।